হব তোমার কি বিচিত্র লীলা প্রভু তোমার কি বিচিত্র লীলা তুমি মতে তব মায়া জালরে ছন্দি দেল প্রভু তুমি তব মায়া জালরে মতে ছন্দি দেল ভারি মনে পড়ুছি মতে সেই 3 ବର୍ଷ ତଳର କଥା ଦିନେ ସନ୍ଧ୍ୟା ବେଳେ ମୁଁ ଘରକୁ ଫେରୁଥାଏ ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ସନ୍ଧ୍ୟା ଦୀପ ଦେଉଥାନ୍ତି ହଠାତ୍ ଆଖିଟା ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ଉପରେ ପଡ଼ିଗଲା କାହିଁକି କେଜାଣେ ମୋ ମନରେ ଇଚ୍ଛା ପ୍ରକାଶ ହେଲା ମୂର୍ତ୍ତିଟାକୁ ଚୋରି କରିବା ପାଇଁ ଉଦ୍ୟମ କଲି ଠିକ ସେଇ ସମୟରେ ରଘୁ ଦାସ ଓ ମହାରାଣୀ ଶକୁନ୍ତଳା ପଛ ପଟୁ ଦେଖି ଦେଇଥିଲେ ସେମାନେ ରାଜାଙ୍କୁ କହି ମତେ 5 ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କଲେ ଭାଗ୍ୟ ତ ଧରିଛି ସତେ କୌଣେ ଖନି ଲେଖିଲା ସେ କି ଅକ୍ଷର କେହି ଦେଖିନି ଭାଗ୍ୟ ତ ଧରିଛି ସତେ କୌଣେ ଖନି ଲେଖିଲା ସେ କି ଅକ୍ଷର ଧରିଛି ସତେ କୌଣେ ଖନି ଲେଖିଲା ସେ କି ଅକ୍ଷର କେହି ଦେଖିନି ଜନମ ଦୋଷ ନା କରମ ଦୋଷ ନା ଭାଗ୍ୟର ଦୋଷ ନା ଜନମ ଦୋଷ ଯିବାକୁ ହବ ତତେ ଯିବାକୁ ହବ ভুল করেছি শাস্তি পাউছি দণ্ড ভোগুছি 5 ବର୍ଷ ହେଲେ ମୋ ପରିବାର କାହା ପାଇଁ ତ କିଛି କ୍ଷତି କରିନଥିଲେ ଯେତେବେଳେ ମୋ ସ୍ତ୍ରୀ ପାଣି ଆଣିଯାଏ ଏ ବୃନ୍ଦାବନ ନଗରବାସୀ କହନ୍ତି ଦେଖରେ ଦେଖ ମୂର୍ତ୍ତି ଚୋରର ସ୍ତ୍ରୀ ପାଣି ପାଇ ଯାଉଛି ଏମିତି ଲଜ୍ଜା ଅପମାନ ସହି ନ ପାରି କିଏ ବିଷ ପାନ କରି ମଲା ତ କିଏ ଗଲାରେ ଦୌଡ଼ି ଦେଇ ମଲା ବେଲେ ବେଲେ ଏମିତିକା ଭୁଲ ହେଇଯାଏ ସେଥିପାଇଁ ପ୍ରାୟଶ୍ଚିତ୍ତ କରିବାକୁ
বেলি বেলি মিটিকা ভরে যায় ସେଥିପାଇଁ ପ୍ରାୟଶ୍ଚିତ କରିବାକୁ ହୁଏ ସେ ଭୁଲର କିଛି କାରଣ ଅଛି ହେଲେ ଡରନ୍ତି ଦୁନିଆ ଭାଇ ବୁଝେ ନା କିଛି ନିରିମାଖି ମନ ତାର ନିରିମାଖି ମନ ତାର ନିଜର ନୁହେଁ অবুঝালু হাসি অবুঝালু অবুঝালু হাসি অবুঝালু অবুঝালু হাসি অবুঝালু এ বৃন্দাবন নগরবাসী যদি চাইথান্তে ମୋ ପରିବାର କିଛି କ୍ଷତି ହୋଇନଥାନ୍ତା ମୋ ମନ ବୃନ୍ଦାବନ ନିଆଁ ଲାଗିନଥାନ୍ତା ମୋ ସୁନାର ସଂସାର ଛାରଖାର ହୋଇନଥାନ୍ତା ମୋ ସ୍ତ୍ରୀ କାନ୍ତି ମୋ ଝିଅ ରୂପାଳୀ ଆଉ ସେଇ ମୋ 5 ବର୍ଷର ପୁଅ ଭରତ ସେମାନେ ମତେ ଛାଡ଼ିବାର ପାରିକୁ ଚାଲିଗଲେ ଏତେ ବଡ଼ ଦୁନିଆରେ ବନିଚ ଲୋକ ବୋଲି କେହି ନାହାନ୍ତି সময়টা বেদার দিয়ার নিউটা কিয়ে বুঝিব সময়টা বেদার দিয়ার নিউটা কিয়ে বুঝিব হেলে সেই ভুল কিছু কারণ আছে হেলে করতি দুনিয়া ভাই বুঝে না কিছু নিরিমাখি মন তার নিরিমাখি মন তার নিজর নুহে অবুঝালু হাসি অবুঝালু অবুঝালু হাসি অবুঝালু অবুঝালু হাসি অবুঝালু অবুঝালু হাসি অবুঝালু ମୋ ସ୍ତ୍ରୀ ମୋ ଝିଅ ମୋ ସେଇ 5 ବର୍ଷର ପୁଅ ସୂର୍ଯ୍ୟ ଏ ସୂର୍ଯ୍ୟ ତୁ କିଏ ସୂର୍ଯ୍ୟ ତୁ ମତେ ଚିହ୍ନି ପାରୁଛୁ ପଣ୍ଡିତ ରଘୁଦାସ ହଁ ରଘୁଦାସ ତୋ ପାଇଁ ମୁଁ କାରାଦଣ୍ଡରେ ଦଣ୍ଡିତ ହୋଇ କେତେ କଷ୍ଟ କେତେ ଯନ୍ତ୍ରଣା ଉପଭୋଗ କରୁଛି ମୋ ପାଇଁ କାରାଦଣ୍ଡରେ ଦଣ୍ଡିତ ହେଇଛୁ ହେଲେ କାହିଁକି ତୁମ ପାଖକୁ ଆସିଛୁ ପଣ୍ଡିତ ହଁ ତୁ ମତେ ମୃତ୍ୟୁଦଣ୍ଡ ଦେବା ପାଇଁ ଆସିଛୁ ପଣ୍ଡିତ ମତେ ଦେଇଦେ ମୃତ୍ୟୁଦଣ୍ଡ ମୋ ଜୀବନ ରଖିବାର ଲାଭ ନାହିଁ ପଣ୍ଡିତ ଏ ସୂର୍ଯ୍ୟ ତୁ କେମିତି ଦେଇଦେ ମତେ ମୃତ୍ୟୁଦଣ୍ଡ ଏ ସୂର୍ଯ୍ୟ ସେହିଦିନ ତୋତେ କେତେ ବୁଝାଇଥିଲି ସୂର୍ଯ୍ୟରେ ଖାଇବାକୁ ନ ପାଇଲେ ଏ ଦୁଆର ଦୁଆର ବୁଲି ବୁଲି ଭିକ୍ଷା କରିବୁ ଯଦି ପରିବାରଟାକୁ ପ୍ରତିପୋଷଣ ନ କରିପାରିଲୁ ଆଜି ଖାଲି ଅନାଥ ଆଶ୍ରମ ଗୁଡ଼ିକ ଅଛି ମୋ କଥା ମାନିଲୁ
আরে তোর কি আবশ্যক ছিল সেই রাধাকৃষ্ণ প্রতিমাকে চোরি করিবা কি আবশ্যক ছিল সূর্য এ সূর্যକୁ ସମସ୍ତେ କହନ୍ତି ସକଳ ଶକ୍ତିର ଆଧାର ବୋଲି ସୂର୍ଯ୍ୟ ବିନା ଏ ଜୀବଜଗତ ବଞ୍ଚିବା ଅସମ୍ଭବ ସେହିଭଳି ସୂର୍ଯ୍ୟ ନାଟାକୁ ତୁ ଧୂଳିରେ ମିଶେଇ ଦେ ହଉ ଛାଡ଼ କାହିଁ ସେହି ଦେବ ସୂର୍ଯ୍ୟ ଆଉ ତୁ ତ ଗୋଟିଏ ଛାର ମନ ବଟାଇ ଶୁଣୁ ସୂର୍ଯ୍ୟ ଏବେ ବି ସମୟ ଅଛି ତୋ ପାଖରେ ଏବେ ବି ସମୟ ଅଛି ଏବେ ବି ସମୟ ଅଛି ଶୁଣୁ କାଲି ଏ ବୃନ୍ଦାବନ ରାଜ୍ୟର ଦୋଳ ପୂର୍ଣ୍ଣିମା ଉତ୍ସବ ଅଛି କାଲି ଆମେ ବୃନ୍ଦାବନ ରାଜ୍ୟର ଦୋଳ ପୂର୍ଣ୍ଣିମା ଉତ୍ସବ ଏହି ଉତ୍ସବରେ ଏ ରାଜ୍ୟର ପ୍ରତ୍ୟେକ ପ୍ରଜା ଉତ୍ସାହିତ ଅଛନ୍ତି ଏହି ସମୟରେ ଯଦି କୋଉଠି ଲୁଚେଇ ରଖିଛୁ ସେଇ ରାଧାକୃଷ୍ଣ ପ୍ରତିମୂର୍ତ୍ତିଟା ରାଜା ମହେନ୍ଦ୍ର କେଶରୀଙ୍କୁ ନେଇ ଫେରାଇ ଦେ ତୁ ଫେରାଇ ଦେବି ମୋ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିକୁ ଫେରାଇ ଦେବୁ ହଁ ପଣ୍ଡିତ ମୁଁ ଫେରାଇ ଦେବି ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ଏବେ ଚେତା ପଶିଲା ତ ମୁଣ୍ଡରେ ହେଲେ କଣ ମୋ ପରିବାରକୁ ମୁଁ ଫେରାଇ ପାଇବି ନିଶ୍ଚୟ ଫେରି ପାଇବୁ ତୋ ପରିବାର ତୋ ପୂର୍ବାବସ୍ଥାକୁ ଫେରି ଆସିବୁ ତୋର ସୁଖର ସଂସାର ସେମିତି ଝଲସି ଉଠିବ ବୁଝିଲୁ ହେଲେ ପଣ୍ଡିତ ମୋ ସ୍ତ୍ରୀ କାନ୍ତି ନିଶ୍ଚୟ ମୋ ଝିଅ ରୂପାଲି ହଁ ଆଉ ସେଇ ମୋ 5 ବର୍ଷର ପୁଅ ଭରତକୁ ଫେରାଇ ପାଇବି ନିଶ୍ଚୟ ପାଇବୁ ଫେରାଇ ଦେବି ମୋ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ଠିକ ଅଛି ଫେରାଇ ଦେବି ପଣ୍ଡିତ ସୂର୍ଯ୍ୟ ମତେ ମୋ ପରିବାର ଦରକାର ପଣ୍ଡିତ ମୋ ପରିବାର ଦରକାର ଠିକ ଅଛି ଫେରାଇ ଦେବି ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ସୂର୍ଯ୍ୟରେ ପଣ୍ଡିତ ମୁଁ ଯାଉଛି ତାହେଲେ ଅନ୍ତପୁରରେ ଅପେକ୍ଷା କରି ରହିଥିବି ତୁ କାଲି ସୁପ୍ରଭାତରେ ଶୁଭ ମହେନ୍ଦ୍ର ବେଳାରେ ସେଇ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତିଟାକୁ ନେଇକି ଆ ହେଲା ବିଳମ୍ବ କରିବୁନି ଏ ରଘୁଦାସର କଥା ମାନିଥିବୁ ଏ ରଘୁଦାସର କଥା କେବେ ଅନ୍ୟଥା ହୁଏନି ଏ ରଘୁଦାସ କେବେ ମିଛ କହେନି ଯଦି ମିଛ କହେ ତା ପୂର୍ବରୁ ତା ତୁଣ୍ଡରେ ପାତକ ପଡୁ ତା ଜିଭ ଛିଣ୍ଡି ପଡିଯାଉ ସମସ୍ୟା ନାହିଁ ହେଲା ମୋ କଥା ମାନ ଆସୁଛି ମୁଁ ତାହେଲେ ପଣ୍ଡିତ ମୁଁ ତ କାରାଦଣ୍ଡରେ ଦଣ୍ଡିତ ହେଇକି ଅଛି ହଁ 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 এই কারাদণ্ডରୁ ମୁଁ କୋଲେଇ ଦେଲେ ତ ମୁଁ ଫେରେଇବି ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ଆରେ 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 ଏ ସୂର୍ଯ୍ୟ ଏମିତି ଅନ୍ୟର ଦୁଃଖ ଚିହ୍ନିବା ପାଇଁ ଏ ରଘୁଦାସକୁ ଭଗବାନ ସୁମତି ଦେଇଛନ୍ତି ସୁମତି ଚିନ୍ତା କରନା ତ ହାତ ପାଦର ବନ୍ଧନଟା ସ୍ୱଇଚ୍ଛାରେ ମୁଁ ଫିଟାଇ ଦେଉଛି ହେଲା প্রতিহিংসার প্রতিশোধ যে মন বৃন্দাবনে নিয়টা লগাইছি তা মন বৃন্দাবনে মধ্য নিয়টা লগাইবে সেই রঘুদাস এবং মহারানী শকুন্তলা মন বৃন্দাবনে নিয়টা লগাইবে সূর্য সূর্য আকাশরে ছিলে জগতর মঙ্গল ଆଉ ଯିଏ ମତେ ଛୁଇଁବାକୁ ଚେଷ୍ଟା କରେ ଆସୁଛୁ ପ୍ରତିହିଂସାର
ପ୍ରତିଶୋଧ ନାହିଁ। वक्रतुंड महाकाय सूर्यकोटि समप्रभा निर्विघ्नं कुरु मे देव सर्वकार्येषु सर्वदा। सृष्टिकर्ता ब्रह्मांकर सुचित्रित एही धरणी बक्षरे सुविस्तारित एही मोर वृंदावन राज्य इंद्रंक सुवृष्टि जगु शस्य श्यामला परिपूर्ण होई हसुची धरणी धन धान्य परिपूर्ण हे मोर वृंदावन राज्य जो राज्यर राजदंड धारण करिछि मो राजा महेंद्र केशरी महारानी शकुंतला। स्वामी मो जहाँ तो कहली ता कौन मिछ महारानी ना स्वामी से सबु सत। किंतु महारानी स्वामी से 3 वर्ष तलर कथा मन पड़िले हृदय मोर विदीर्ण हो जाउछि महारानी। जो दिन भगवान राधाकृष्ण का प्रतिमा यही मंदिर चोरी होइछि हो आखिर निद हजि जाइछि महारानी। स्वामी हाँ महारानी से दिन परा एई वृंदावन नगर श्रीहीन दिशुअछि। हाँ महारानी ठीक कहूछ से दिन राज्य मोर श्रीहीन हो जाइछि केबे आसीबे से ठाकुर से कथा सब बेले भाबुथिली हेले भगवान मते पुणी गोटे सुजोग दैछथि महारानी। आसंता काली ठारू दोल पूर्णिमा आरंभ होछि। स्वामी हाँ महारानी हेले कौन हब ठाकुर तो नाहंती। किए कहले नाहंती बोली महारानी ठाकुर प्रत्येक जगह अछंती तमे जोठी चाहिबो ठाकुर सेठी अछंती प्रत्येक निश्वास प्रश्वास अछंती महारानी। एई वृंदावन नगर जो मंदिर अछि आमर सेथिर तो से सूर्य प्रताप चोरी करी नहीं जाय। महारानी तमे बोधे जानिन राजसभा रे आमे समस्त विचार मंडल करी पंडित माने विचार करी आमे गोटाए निष्पत्ति नैछु आउ से निष्पत्ति अनुसार आम जे अपराधी थिले सूर्य ताको कारामुक्त करी देइछि। सत कहउछथि स्वामी। हाँ कहीं ना से आसंता काली ब्रह्म मुहूर्त रे भगवान राधाकृष्ण का प्रतिमा नहीं आम राज्यवास को आसब आओ ता परदिन ब्रह्म मुहूर्त रे आमे भगवान प्रतिमा को पुणी थरे मंदिर रे प्रतिष्ठा करिबा।
ସତ କହୁଛନ୍ତି? ହଁ ମହାରାଣୀ, ଏ କଥା ମୁଁ ରାଜସଭାରେ ଘୋଷଣା କଲା ପରେ ରାଜ୍ୟର ପ୍ରଜାମାନେ ଆନନ୍ଦ ଉଲ୍ଲାସରେ ନାଚି ଉଠୁଛନ୍ତି ମହାରାଣୀ। ତାହେଲେ ତ ଖୁସିର କଥା ସ୍ୱାମୀ। ହଁ ମହାରାଣୀ। ପୁଣି ଥରେ ହସୁଥିବ ଏହି ବୃନ୍ଦାବନ ନଗର। ହଁ ମହାରାଣୀ, ପୁଣି ଥରେ ବୃନ୍ଦାବନ ରାଜ୍ୟରେ ହସର ଲହରୀ ଖେଳିଯିବ ମହାରାଣୀ। ଶକୁନ୍ତଳା ସ୍ୱାମୀ ଆନନ୍ଦ ଲହରୀ ଖେଳେ ରାଜ୍ୟ ମୋହରୀ ପ୍ରାଣେଶ୍ୱରୀ। ମହାରାଣୀ ଶକୁନ୍ତଳା ଆନନ୍ଦ ଲହରୀ ଖେଳେ ରାଜ୍ୟ ମୋହରୀ ପ୍ରାଣେଶ୍ୱରୀ। ଆନନ୍ଦ ଲହରୀ ଖେଳେ ରାଜ୍ୟ ମୋହରୀ ପ୍ରାଣେଶ୍ୱରୀ। ପରଜା ସକାଳ ହୋଇନ ଚଞ୍ଚଳ ସଜାଓନ୍ତି ରାଜ ପୁରପଲ୍ଲୀ ଘର ଉତ୍ସବ ପାଳିବା ଖୁସିରେ। ଚନ୍ଦ୍ରମା ବଦନୀ ମିତାଳି ପ୍ରାଣ ସଙ୍ଗୀରେ। ଚନ୍ଦ୍ରମା ବଦନୀ ମିତାଳି ପ୍ରାଣ ସଙ୍ଗୀରେ। ଓ ମହାରାଣୀ, ତାହେଲେ ତ ଖୁସିର କଥା। ଯଦି ଆମର ସେଇ ନୀଳମାଧବ ଫେରି ଆସିବେ ତାହେଲେ ଏ ବୃନ୍ଦାବନ ନଗରଟା ହସି ଉଠିବ। ନିଶ୍ଚୟ ମହାରାଣୀ, ମୁଁ ଆଶାରେ ରହିଯିବ ବୋଲି ଭାବୁଥିଲି, ହେଲେ ଆନନ୍ଦରେ ପୁଣି ଥରେ ଆମର ପୁରୀ ଉଠିଲା। ମହାରାଣୀ, ସ୍ୱାମୀ ଯେଉଁ ଦିନ ମନ୍ଦିରରୁ ଚୋରି ହେଲେ ଠାକୁର ସେଇ ଦିନ ପ୍ରତିଷ୍ଠିତ ହୋଇ ନାହିଁ ମନ୍ଦିର। ମହାରାଣୀ ଶକୁନ୍ତଳା, ଯେଉଁ ଦିନ ମନ୍ଦିରରୁ ଚୋରି ହେଲେ ଠାକୁର ସେଇ ଦିନ ପ୍ରତିଷ୍ଠିତ ହୋଇ ନାହିଁ ମନ୍ଦିର। ଆଜି ସେ ସୌଭାଗ୍ୟ ଆସି ହେଲା ପ୍ରାପ୍ତ କୃଷ୍ଣ ଜନ୍ମାଷ୍ଟମୀ ପାଳିବାଗ ବ୍ରତ ପ୍ରତି ମାସ ତିଣ ମନ୍ଦିରେ। ଚନ୍ଦ୍ରମା ବଦନୀ ମିତାଳି ପ୍ରାଣ ସଙ୍ଗୀରେ। ଚନ୍ଦ୍ରମା ବଦନୀ ମିତାଳି ପ୍ରାଣ ସଙ୍ଗୀରେ। ମହାରାଣୀ ଶକୁନ୍ତଳା, ସ୍ୱାମୀ ଆସନ୍ତାକାଲି ଆମ ଦୋଳ ପୂର୍ଣ୍ଣିମା ଆରମ୍ଭ ହେବାକୁ ଯାଉଛି। ହଁ ସ୍ୱାମୀ ଏହି ଉତ୍ସବରେ ପୁଣି ଥରେ ଭଗବାନ ରାଧାକୃଷ୍ଣଙ୍କ ପ୍ରତିମା ସ୍ଥାପନ କରି ଆମେ ମନ୍ଦିରକୁ ପୁନର୍ଜୀବିତ କରିବା, ମାନେ ପ୍ରତିଷ୍ଠା କରିବା। ତାହେଲେ ଠିକ ଅଛି ସ୍ୱାମୀ। ମୁଁ ମଧ୍ୟ ଅନେକ ଦିନରୁ ମୁଁ ନୀଳମାଧବକୁ ମୁଁ ଅପେକ୍ଷା କରିଥିଲି। ନିଶ୍ଚୟ ପୂଜାର୍ଚ୍ଚନା ମହାରାଣୀ। କରି ନ ପାରି ମନ ଦୁଃଖରେ ଭାଙ୍ଗି ପଡ଼ିଥିଲି। ହେ ମହାରାଣୀ, ଆଉ ବିଳମ୍ବ କରନା, ଆମ ହାତରେ ସମୟ କମ ଅଛି। ଶୀଘ୍ର ରାଣୀ ହସପୁରକୁ ଯାଇ ନିଜେ ସଜବାଜ ହେବା ସଙ୍ଗେ ସଙ୍ଗେ ଆମର ଛୋଟ ଛୋଟ ଦିଟା ଝିଅ ଅଛନ୍ତି, ମନେ ଅଛି ନା ଭୁଲିଗଲଣି? ହଁ କାହିଁକି ମନେ ନଥିବ? ଅବନ୍ତିକା ଓ ଅନାମିକା, ହଁ। ସେମାନଙ୍କୁ ସଜବାଜ କରିକି ପୂଜା ସାମଗ୍ରୀ ହାତରେ ଧରି ଶୀଘ୍ର ମନ୍ଦିରକୁ ଆସିବ। ତାହେଲେ ଠିକ ଅଛି ସ୍ୱାମୀ। ହଁ ମହାରାଣୀ। ମୋତେ ବିଦାୟ ଦିଅନ୍ତୁ, ମୁଁ ସହଲ ସହଲ ଯିବି। ଆଉ କାଲି ପ୍ରଭାତରେ ଯେମିତି ପୂଜାର୍ଚ୍ଚନା ପାଇଁ ବିଳମ୍ବ ନ ହୁଏ ହଁ ମହାରାଣୀ। ସବୁ କିଛି ସଜବାଜ କରି। ତମେ ଠିକ କହୁଛ, କାହିଁକି ନା ମୋ ସାଥିରେ ସମୟ ନାହିଁ। ଶୀଘ୍ର ଯାଅ। ହେ ମନ୍ଦିର ପ୍ରତିଷ୍ଠା ହେବା କଥା ଶୁଣିଲା ପରେ ନା ମୁଁ ଆନନ୍ଦରେ ନାଚି ଉଠୁଛି, କିନ୍ତୁ ଆଉ ସ୍ୱାମୀ, ମନରେ ସ୍ଥିର ରହୁନି। ଆମର ସେଇ ନୀଳମାଧବଙ୍କ ପ୍ରତିମା ନିଶ୍ଚୟ ଆସିବେ ମହାରାଣୀ, କାହିଁକି ନା ସେ ସୂର୍ଯ୍ୟ ପ୍ରକାଶ ନିଶ୍ଚୟ କି ଆସିବ। ସେଇ ମନ୍ଦିରକୁ ସ୍ଥାପନ କରିବା ପାଇଁ ସେ କଥା ଦେଇଛି। ତା ସାଙ୍ଗରେ ପୁଣି ମୁଁ କାହାକୁ ପଠେଇଛି ଜାଣିଛ? କାହାକୁ? ଚକ୍ରଧର ଯାଇଛି। ସେମାନେ ଭଗବାନଙ୍କ ପ୍ରତିମା ନେଇ ନିଶ୍ଚୟ ଆସିବେ। ସମୟ ଆଉ ବିଳମ୍ବ କର, ଯାଅ ଯାଅ ଶୀଘ୍ର ସଜବାଜ ହୁଅ। ଠିକ ଅଛି, ମୁଁ ଆଉ କାହିଁକି ବିଳମ୍ବ କରିବି? ମୁଁ ଶୀଘ୍ର ଶୀଘ୍ର ଯାଉଛି, ସଜବାଜ ହେବି। ନିଶ୍ଚୟ ମହାରାଣୀ,
ଆଉ ବିଳମ୍ବ କରନା ଯାଅ। एते दिन पर मोर मनर कामना पूर्ण होबाक जाउछि। आज आनंदरे आनंदरे मु विहर ही जाउछि। हे प्रभु लीलामय, ये सबु तमरी लीला प्रभु, ये सबु तमरी लीला। जय श्री राधा कृष्ण, जय श्री राधा कृष्ण, जय श्री राधा कृष्ण।